ଯେତେବେଳେ ରାଜେନ୍ଦ୍ର ଢୋଲକିଆଙ୍କ ଅନ୍ତେ ବିଜେଡିର ପ୍ରାର୍ଥୀ କିଏ ହେବ ବୋଲି କଥା ପଡ଼ିଲା, ଜୟ ଢୋଲକିଆ ବିଜେପିକୁ ସେତେବେଳକୁ ଯାଇସାରିଥାନ୍ତି। ନୂଆପଡ଼ାରେ କ'ଣ ଆଉ କେହି ଲୋକ ବିଜେଡି ଏପର୍ଯ୍ୟନ୍ତ କରିନାହାନ୍ତି? ଆଉ କେହି ସେକେଣ୍ଡ ର୍ୟାଙ୍କର ନେତାଙ୍କୁ ଗ୍ରୁମିଂ କରିନାହାନ୍ତି? ତାପରେ ମଧ୍ୟ ନୂଆପଡ଼ାର ନିଜ ମାଟିର ଅନେକ ଲୋକ ଆସିଲେ ପ୍ରାର୍ଥୀ ହେବା ପାଇଁ ବିଜେଡିର। ବିଜେଡି ମଧ୍ୟ ସେମାନଙ୍କୁ ଆଶା ଦେଇଥିଲା, ଏକଥା ନୁହେଁ ଯେ ମନକୁ ମନ ସେମାନେ ଆସିଥିଲେ, ବିଜେଡି ତାଙ୍କୁ ଆଶା ଦେଇଥିଲା। ସେମାନେ କ'ଣ କଲେ? ବିଜେଡି ପୁଣି ଗୋଟେ ଟିମ୍ ପଠାଇଥିଲା ସେଠିକି ପଚାରିବା ପାଇଁ କାହାର ପ୍ରସ୍ପେକ୍ଟସ୍ ବେଶୀ, କାହାର କମ୍ ପରଖିବା ପାଇଁ। କାହାର ପ୍ରସ୍ପେକ୍ଟସ୍ ବେଶୀ, କାହାର କମ୍ ପରଖିବା ପାଇଁ ଗୋଟେ ଟିମ୍ ଯାଇଥିଲା। ଟିମ୍ ଆସି ନବୀନ ପଟ୍ଟନାୟକଙ୍କୁ ଯେତେବେଳେ ରିପୋର୍ଟ ଦେଲେ, ତାପରେ ଦେଖାଗଲା କାହାରିକି ସେଠି ସେମାନେ ପ୍ରାର୍ଥୀ କରିବାକୁ ନ କରି ତାଙ୍କ କନଷ୍ଟିଚୁଏନ୍ସି ବାହାରୁ ସ୍ନେହାଙ୍ଗିନୀ ସୂର୍ୟାଙ୍କୁ ପ୍ରାର୍ଥୀ କଲେ ସେଠି। ଇଏ ସାଧାରଣରେ ବିଜେଡି ଦଳ ସହିତ ଅନ୍ୟ ଯେଉଁମାନେ ମଧ୍ୟ ଥିଲେ ବିଜେଡି ଦଳ ସହିତ ଆପଣ ଦେଖିବେ ସେମାନେ ମଧ୍ୟ ବୀତସ୍ପୃହ ହେଲେ, ସେମାନେ ମଧ୍ୟ ତାଙ୍କ ଭିତରେ ମଧ୍ୟ କ୍ରୋଧ ବଢ଼ିଲା। ସେ କହିଲେ ଆମକୁ କହିଲେ, ଆଶା ଦେଲେ, ତାପରେ ପୁଣି କ'ଣ ହେଲା ଯେ ବାହାରୁ ଆଣିକିରି ଏଠି ପ୍ରାର୍ଥୀ କରୁଛନ୍ତି, ଆମେ କ'ଣ କେହି ପସନ୍ଦ ହେଲୁନି? ଇଏ ମଧ୍ୟ ଗୋଟେ ପ୍ରତିକୂଳ ପରିସ୍ଥିତି। ଖାଲି ସେତିକି ନୁହେଁ, ନବୀନ ପଟ୍ଟନାୟକ କ'ଣ ଆଉ ସେଇ ବୟସରେ ଅଛନ୍ତି ଯେ ଗୋଟେ ଉପନିର୍ବାଚନରେ କେଉଁଠି କିଏ ଦାୟିତ୍ୱରେ ରହିଲେ, କେଉଁ ପଞ୍ଚାୟତରେ କିଏ ରହିଲେ, ସିଏ କ'ଣ କଲେ, ଇଏ କ'ଣ କଲେ, ତାକୁ ଆଉ ବୁଝିବା ପାଇଁ ସେ କ'ଣ ସେଇ ବୟସରେ ଆଉ ଅଛନ୍ତି? କେବଳ ସେତିକି ନୁହେଁ, ସେ କେବେ ବି ସେ କାମ କରୁନଥିଲେ। ସିଏ କେବେ ବି ସେ କାମ କରୁନଥିଲେ। 24 ବର୍ଷ କାଳ ଯେତେବେଳେ ଶାସନରେ ଥିଲେ ତାଙ୍କ ତରଫରୁ ଅନ୍ୟମାନେ ହିଁ ଶାସନ କରୁଥିଲେ, ରାଜ୍ୟ ଶାସନ ତାଙ୍କ ତରଫରୁ ଅନ୍ୟମାନେ କରୁଥିଲେ, ଦଳ ମଧ୍ୟ ତାଙ୍କ ତରଫରୁ ଅନ୍ୟମାନେ ବୁଝୁଥିଲେ। ପ୍ରଥମେ ତ ପ୍ୟାରୀ ମହାପାତ୍ର ବୁଝୁଥିଲେ, ତାପରେ VK ପାଣ୍ଡିଆନ ଆସିଲେ। ଏଇଟା ତ କିଛି ଲୁଚା ଚୋପା କଥା ଏଥିରେ ନାହିଁ। ତେଣୁ ନବୀନ ପଟ୍ଟନାୟକ କେଉଁ ନିର୍ବାଚନ ମଣ୍ଡଳୀ କିଏ ପ୍ରାର୍ଥୀ ହେଲେ, କିଏ ପ୍ରାର୍ଥୀ ହେବା ଦରକାର, କ'ଣ ପ୍ରଚାର ସେଠି ହେବ, କିଏ ପ୍ରଚାର କରିବ, କେମିତି ପ୍ରଚାର କରିବ, ସବୁ କଥା ଅନ୍ୟମାନେ କରୁଥିଲେ, ସବୁ ତାଙ୍କ ନାଁରେ ଯାଉଥିଲା। ଏବେ ସିଏ ଯେତେବେଳେ ନ ବୁଝିପାରୁଥିଲେ, ଏବେକା କଥା ତ ଆହୁରି ଅଲଗା। ଆପଣ ଭାବନ୍ତୁ, ଫିଲ୍ଡରେ ଏଇ ଯେଉଁ 52 ଜଣଙ୍କୁ ପଠାଯାଇଛି, ସେମାନେ ନୂଆପଡ଼ାର ବିଭିନ୍ନ ଅଞ୍ଚଳରେ ରହିକରି ଯେତେବେଳେ ଦଳ ପାଇଁ ପ୍ରଚାର କରିବେ, ତାଙ୍କର କୋଅର୍ଡିନେସନ କରିବା ପାଇଁ କିଏ ଅଛନ୍ତି? କିଏ ତାଙ୍କୁ କୋଅର୍ଡିନେଟ୍ କରିବେ? ନା କୋଅର୍ଡିନେଟ୍ କରିବା ଦରକାର ନାହିଁ। ଅର୍ଥାତ୍ ଫିଲ୍ଡ କମାଣ୍ଡର କିଏ ଅଛନ୍ତି? ଆପଣ ଯେତେବେଳେ ଯୁଦ୍ଧକ୍ଷେତ୍ରକୁ ଯାଇଛନ୍ତି, ଆପଣ ତ ଆଉ ରାଜଧାନୀରେ ବସିକିରି ଯୁଦ୍ଧ ପରିଚାଳନା କରିପାରିବେନି ନା। ରାଜଧାନୀରେ ବସିକିରି ଆପଣ ନିର୍ଦ୍ଦେଶ ଦେଇପାରନ୍ତି, କିନ୍ତୁ ଫିଲ୍ଡରେ ଯିଏ କମାଣ୍ଡର ଥିବେ ସିଏ ହିଁ ତାକୁ ଏକ୍ଜିକ୍ୟୁଟ୍ କରିବେ। ଏବଂ ଫିଲ୍ଡ କମାଣ୍ଡର ବିଜେଡିର କେହି ନାହାନ୍ତି, ବିଜେଡିର ଲୋକ ନାହାନ୍ତି, ବିଜେଡିର ଫିଲ୍ଡ କମାଣ୍ଡର ନାହାନ୍ତି, ବିଜେଡିର ପ୍ରସ୍ପେକ୍ଟ ଯାହାକୁ କରୁଥିଲେ ପ୍ରାର୍ଥୀ ହେବେ ବୋଲି ସେ ମଧ୍ୟ ନାହାନ୍ତି, ବିଜେଡିର ନିଜ ଏରିଆର ଯାହାକୁ ପ୍ରାର୍ଥୀ କରିବେ ବୋଲି ସମସ୍ତେ ଆଶା କରୁଥିଲେ ସେ ମଧ୍ୟ କରାଯାଇ ନାହିଁ, ବାହାର ଲୋକଙ୍କୁ ଆଣି ପ୍ରାର୍ଥୀ କରାଯାଇଛି। ଏମିତିଆ ପରିସ୍ଥିତିରେ, ଏତେ ପ୍ରତିକୂଳ ପରିସ୍ଥିତି ଭିତରେ ବିଜେଡି ବର୍ତ୍ତମାନ ନିର୍ବାଚନ ଲଢ଼ୁଛି। ୟାରି ଭିତରେ ଯଦି ନବୀନ ପଟ୍ଟନାୟକ ଜାତି ଗଲେ ବି ସେଠି, ଏବଂ ତାପରେ ଯଦି ଦଳ କୌଣସି ନା କୌଣସି ପରିସ୍ଥିତିରେ ହାରିଗଲା, ତାହେଲେ ଇଏ ତ ନବୀନ ପଟ୍ଟନାୟକ ପାଇଁ ଆହୁରି କଷ୍ଟ ହେବ। ଆହୁରି କଷ୍ଟ ହେବା ମଧ୍ୟ ସ୍ୱାଭାବିକ। କାହିଁକି ନା ବିଜେପି କି ବର୍ତ୍ତମାନ ଲୋକ ସେଠି ଭାବୁଛନ୍ତି ଠିକ୍ ଅଛି, ଗୋଟେ ସମୟ ଥିଲା ରାଜେନ୍ଦ୍ର ଢୋଲକିଆ ଆମର ବିଧାୟକ ଥିଲେ, ମନ୍ତ୍ରୀ ଥିଲେ, ସେ ଏଠିକାର ପୁରୁଖା ଲୋକ ଥିଲେ, ବିଜେଡି ମଧ୍ୟ ସେତେବେଳେ କ୍ଷମତାରେ ଥିଲା। ତେଣୁ ଉଭୟ କ୍ଷମତା କେନ୍ଦ୍ର ଯେତେବେଳେ ଆମ ସହିତ ଯୋଡ଼ି ହେଇକିରି ଥିଲା, ଯେତେବେଳେ ବିଜେଡି ସରକାରରେ ଥାଇକିରି ଆମ ସହିତ ଯୋଡ଼ି ହେଇକିରି ଥିଲେ ରାଜେନ୍ଦ୍ର ଢୋଲକିଆଙ୍କ ଦ୍ୱାରା, ସେତେବେଳେ ପରିସ୍ଥିତି ଅଲଗା ଥିଲା। ଏବେ ତ ବିଜେଡି କ୍ଷମତାରେ ନାହିଁ କି ରାଜେନ୍ଦ୍ର ଢୋଲକିଆ ମଧ୍ୟ ନାହାନ୍ତି। ତେଣୁ ତାଙ୍କ ପୁଅ ଯେତେବେଳେ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି ଏବଂ ବିଜେପି ସବୁ ପ୍ରକାର ସାହାଯ୍ୟ ତାଙ୍କୁ କରୁଛି, ଏବଂ ଆମର ଗୋଟେ ବ୍ୟାକୱାର୍ଡ ଏରିଆ, ଆମ ଏରିଆରୁ ଦାଦନ ଖଟିବା ପାଇଁ ପ୍ରାୟ 30ରୁ 35% ଲୋକ ନୂଆପଡ଼ା ଜିଲ୍ଲାର ସବୁ ବାହାରକୁ ଯାଆନ୍ତି। ଆମେ ଏହି ସମୟରେ
शासक दल सहित संपर्क रखी तांकु समर्थन न जणे आमे विरोधी पक्ष को कहीं जनइबू कौन से पाइबू कौन मिल आमको ताछड़ा बीजेडी शासन बेले बीजेडी नेता एवं साधारण लोक माने मु ढोलकिया को कथा कहूनी बीजेडी नेता कहले राजधानी जो माने बीजेडी बुझाबुझी करतले नवीन पट्टनायक को छाड़ी जो माने दल को चलाउथिले तांकर साधारण लोकों सहित संपर्क किछि नथिला सबु नारे सबु हावारे चलुथिला निर्वाचन को केंद्रीभूत निर्वाचन को परिचालना कराउतला जो प्रशासन कल जरिया रे निर्वाचन को बुझुथुले सरकारी ऑफिसर एमती देश एमती राज्य चलता एमती प्रशासन चलता एमती निर्वाचन चलता एबे से परिस्थिति नहीं यार भितर नवीन पट्टनायक जदि जानती एवं दल जीते ताल तो करिश्मा हो गला बोल कह पड़ो एवं नवीन पट्टनायक न जानती ता गोटे भूल मेसेज दब नवीन पट्टनायक जानती एवं दल तापर हारी जाए ता दल पे बहुत कष्ट हम एमती परिस्थिति आमको वर्तमान समस्त भितर ये आलोचना नवीन पट्टनायक नुआपड़ा जीवे ना जीवे नहीं प्रचार तो सरीनी सरीवा आहुरी किसी समय बाकी अच्छी आहुरी किसी दिन बाकी अच्छी आम देखा नवीन पट्टनायक प्रचार को जाऊँच कि नहीं एवं गले शेष फल कौन हो समस्त अपेक्षा कहीं तारी पर निर्भर करुच्ची बीजेडी दलर भविष्य प्रतिकूल परिस्थिति की पार होकर जे विजय लाभ करे से ही प्रकृत विजयी आगू को देखा किए विजयी होचंती।